ହେବା ପାଇଁ ମଧ୍ୟ ସେହି ସମୟରେ ପ୍ରସ୍ତୁତ ରହିବା ଉଚିତ। ଈଶ୍ୱରଙ୍କର ମହିମା ପ୍ରତି ଆମର ସମ୍ମାନ ଆମକୁ ତାଙ୍କୁ ସମ୍ମାନିତ କରେ। ଈଶ୍ୱରଙ୍କର ମହିମା ପ୍ରତି ଆମର ସମ୍ମାନ ତାଙ୍କୁ ସମ୍ମାନିତ କରେ, ଯାହା ଗୀତ ସଂହିତା 29:2 ଲେଖାଯାଏ। ତାଙ୍କର ଦୟା ପାଇଁ ଆମର କୃତଜ୍ଞତା ଆମକୁ ଭଲ ଭାବରେ ସେବା କରିବାକୁ ବାଧ୍ୟ କରେ। ଯେତେବେଳେ ଆମେ ଧାର୍ମିକ ଭାବରେ ବଞ୍ଚିବା ଶିଖୁ, ଆମେ ବାସ୍ତବରେ ଜ୍ଞାନର ପଥରେ ଥାଉ ଏବଂ ଆମ ଜୀବନର ସମସ୍ତ ବିଷୟ କ'ଣ ହୁଏ ପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ଦେଖାଯାଏ। ଆମେ ପ୍ରଭୁଙ୍କର କୃପା ପ୍ରାପ୍ତି ହେଇଥାଉ। ତେଣୁ ଆଜିର ପ୍ରସଙ୍ଗ ହେଉଛି ମୋର ପ୍ରିୟ ଭାଇ ଭଉଣୀମାନେ, ଈଶ୍ୱରଙ୍କର ଭୟ ହିଁ ଜ୍ଞାନର ଆରମ୍ଭ ଅଟେ।